ଭାଇ ଆଜି ମୁଁ ଗୋଟେ ଗୁଡ଼ି ଉଡ଼ଉଥିଲି। ସେ ଗୁଡ଼ିର ସୂତାଟା ଯେଉଁ ପର୍ଯ୍ୟନ୍ତ ମାଷ୍ଟର ଥିଲା ନା, ଗୁଡ଼ିଟା ବହୁତ ଭଲ ଭାବରେ ଉଡ଼ୁଥିଲା। କିଛି ସମୟ ଗୁଡ଼ିଟା ଉଡ଼ିଲା ପରେ ଗୋଟେ ଯାଇକି ଗୋଟେ ଲୋକ ଭିଡ଼ ଭିତରେ ପଡ଼ିବ। ଲୋକ ଭିଡ଼ ଭିତରେ ପଡ଼ିଗଲା, ଲୋକମାନେ ଗୁଡ଼ିଟା ଗୋଟେଇଲେ, ତା ସହ ଖେଳିଲେ, ଖେଳି ସାରିଲା ପରେ ଲାଷ୍ଟରେ ତାକୁ ଚିରିଦେଲେ। ଆଜିକାଲିକା ରିଲେସନ୍ ହେଉଛି ସେଇଭଳି କି ତମେ ଜଣକୁ ଯଦି ବାନ୍ଧିକି ରଖିବାକୁ ଚାହୁଁଥିବ ତାକୁ ସେ ଲାଗିବ ତା ଲାଇଫ୍ରେ କି ମୋତେ ସେ ମୋତେ ସବୁ ବାନ୍ଧିକି ରଖୁଛି, ଇଏ କରୁଛି, ରୋକଠୋକ କରୁଛି, ଠିକ୍ ଲାଗୁନି, ଲାଷ୍ଟରେ ସେ ବ୍ରେକଅପ୍ କରିଦେଉଛି। କିନ୍ତୁ ସେ ପିଲା ସେଇଭଳିଆ ନୁହଁ। ଯାହାକୁ ବାଜୁଛ ଯେ ତମକୁ କହୁଛି ରୋକଠୋକ କରୁଛି ନା, ସେ ପିଲା ସେଇଭଳିଆ ନୁହଁ। ତମେ ଜାଣିଛ ସେ ତମକୁ ରୋକଠୋକ ଟାଣିଛି, ସେ ଜାଣିଛି ଦୁନିଆ କେମିତି, ପରିବାର କେମିତି, ସମାଜ କେମିତି, ସେ ସବୁ ଜାଣିଛି। ସେଥିପାଇଁ ସେ ତମକୁ ମନା କରୁଛି, ରୋକଠୋକ କରୁଛି କି ଏଟା କରନି ସେଟା କରନି। ଆଉ ତମେ ଯଦି ତା କଥା ନ ମାନିକି ବାଧ୍ୟ କରିବ, ଲାଷ୍ଟରେ ସେ ଗୁଡ଼ି ଭଳିଆ ହିଁ ହେବ। ଲୋକମାନେ ତମ ସହ ଲାଇଫ୍ରେ ଆସିବେ, ତମ ସହ ଖେଳିବେ, ଆଉ ତମ ଲାଇଫ୍କୁ ପୁରା ବର୍ବାଦ କରିଦେବେ। ଯିଏ ତମକୁ ରୋକଠୋକ କରୁଛି ନା, ତା କଥା ଟିକେ ଶୁଣ। ସେ କ'ଣ ପାଇଁ ରୋକଠୋକ କରୁଛି? ସେ ଦୁନିଆଟାକୁ ଦେଖିଛି। ଏଇଟା ହେଉଛି ରିଅଲିଟି। କିଛି ସମୟ ପରେ ଲୋକମାନେ ଆମ ସହ ଏଇଆ ହିଁ କରିବେ। ସେଥିପାଇଁ ସେ ତମକୁ ଆଗୁଆ ସତର୍କ କରୁଛି। ତ ତମ ଲାଇଫ୍ରେ ସେମିତି କେହି ଅଛି ନା, କେବେ ତା ରୋକଠୋକକୁ ରାଗ ନେଇକି ଚିଡ଼ବନି। ବୁଝ କଥାଟା କ'ଣ ପାଇଁ ସେ ଏମିତି କହୁଛି।